हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानन्दमयं हरि सर्वघटेज अच्युत तस्य पदे नमाम्यहम्। तस्य पदे नमाम्यहम्। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करिया को जाउछि। महापुरुष अच्युतानंद तांग मालिकार नाम है 64 पट्टल। ये 64 पट्टलर सप्तदश पट्टल सप्तदश पट्टलर 73 पृष्ठारे जाको मूल पोथी अनुवाद करा जाइछि बही आकार रे। गवेषक माने अनुवादक माने अनुवाद करिसंती। 73 पृष्ठारे गोटे पदटे लिखिछंती। से पदटी कौन एवं से पदर भविष्यत कौन से विषय आज मालिका वचन आलोचन आम आलोचना करिया जाउछे। कौन से पद अच्युतानंद महापुरुष कहते राम रे देखिबो एभली समय आसीबो जो समय कि पंचग्रह एक राशिर उपरे बसती करिबे जहूँ बसती करिबे जहूँ हे सुजाने बसती करिबे जहूँ। महादुर्भिक्ष से कालरे पड़ई तोते कहली आगहूँ सोना सुजाने गुणी बेड़ा काल आसी लाड़ी हे सुन सुजाने गुणी। ज्ञानी गुणी मंडली सुधीयानी अच्युतानंद महापुरुष मालिकार नामला 64 पट्टल। 64 पट्टलर सप्तदश पट्टल सप्तदश पट्टलर पृष्ठा है 73। ये लिखिले प्रमाण दौचु आपण कौन कहले ना पंचग्रह एक राशिर उपरे बसती करिबे जहूँ। से समय कौन हेबो ना महादुर्भिक्ष से कालरे पड़ई तोते कहली आगहूँ। महादुर्भिक्ष से समय रे संसार रे बढ़िबो। अच्युत लिखिले दुर्भिक्ष बढ़िबो। आज देखो ना बजार रेट हु हु होगी बढ़ुची। श्रीलंका पर नेपाल पर भारत ये अनेक राष्ट्र को दुर्भिक्ष ग्रास करिवो। जाको गर्ग ऋषि मध्य गर्ग संहितार कहिचंदी सुंदर भाव रे कथा कौन कहले बोले एक रासो जजा जानती चत्वारो पंचखेचरा प्लावयन्ती मही सरवा रुधिरेण जले नवा। ई कथा को गर्ग ऋषि तांकर गर्ग संहितारे मध्य लिखिछन्ति। बोले एक रासो जदा जदा जानती चत्वार पंचखेचरा। गोटे राशि एक रासो जदा जानती जेतेबेले जीवे एतबेले महापुरुष कहउचनी चत्वार पंचखेचरा गोटे राशि रे 5टी ग्रह 4टी ग्रह जेतेबेले एका संगे बसती करिवे रहिबे चलिबे सेतेबेले प्लावयन्ती मही सरवा रुधिरेण जले नवा। सेतबेले मही कले पृथ्वी कौन हेबो
ନା ଚୁଥର ଘନ ଘଟା ଯୋଗୁଁ ରୁଧିରରେ ପରିପୂର୍ଣ୍ଣ ହେବ, ରକ୍ତ ରଞ୍ଜିତ ହେବ ଏ ଧରା କହିଲେ ପୃଥିବୀ। ଜ୍ଞାନୀ ଗୋଡ଼ିମଣ୍ଡଳୀ ମାଳିକା ବଚନ ନ ହୋଇବ ଆନ। ଆପଣ ଦେଖନ୍ତୁ ହେଉନି କି ଯୁଦ୍ଧର ଘନ ଘଟା ବର୍ତ୍ତମାନ ଚାଲିଛି, କି ପରିସ୍ଥିତି, କି ଭୟଙ୍କର ପରିସ୍ଥିତି ବର୍ତ୍ତମାନ ସଂସାରରେ ଦେଖା ଦେଇଛି। ଆପଣ ଥରେ ଚିନ୍ତା କରନ୍ତୁ। ମହାପୁରୁଷ କହିଲେ ଜଳେ ନେବା, ଜଳରେ ହେଉ, ସ୍ଥଳରେ ହେଉ, ଆକାଶରେ ହେଉ, ତିନି ବାହିନୀରେ ଲୋକମାନେ ଯୁଦ୍ଧର ଘନ ଘଟା ଯୋଗୁଁ ଅନେକ ପୋକ ମାଛି ଭଳି ମୃତ୍ୟୁବରଣ କରିବେ। ତେଣୁ ମହାପୁରୁଷ ସେଇଥିପାଇଁ କହୁଛନ୍ତି ସେ ସମୟରେ ଦୁର୍ଭିକ୍ଷ ଯୁଦ୍ଧର ଘନ ଘଟା ଯୋଗୁଁ, ଯୁଦ୍ଧ ଅନେକ ସ୍ଥାନରେ ହେବା ଯୋଗୁଁ କ'ଣ ହେବ? ମହା ଦୁର୍ଭିକ୍ଷ ଅନାହାର ପଡ଼ିବ, ଦୁର୍ଭିକ୍ଷ ପଡ଼ିବ, ଅନାହାର ପଡ଼ିବ। କହିଲେ ଗଣି ହେଉଥିବ ହାଡ଼ ମାଳ ଦେହେ, ପ୍ରାଣ ଧରିଥିବ ଯେ ହୋ, ସେହି ସମୟରେ ଆହେ ପାର୍ଥ ସାହୁ, ହୋଇଣ ନଥିବେ କେହୋ, ହୋଇଣ ନଥିବେ କେହୁ ହେ ସୁଜନେ ହୋଇଣ ନଥିବେ କେହୁ, ହୋଇଣ ନଥିବେ କେହୁ ହେ ସୁଜନେ, କେହୁଣ ନଥିବେ କେହୁ। ଅଚ୍ୟୁତ କହୁଛନ୍ତି ରାମଚନ୍ଦ୍ରରେ, ଯାହାକୁ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ଅର୍ଜୁନକୁ କହିଛନ୍ତି, ହେ ଅର୍ଜୁନ ସେ ସମୟରେ କ'ଣ ହେବ? ଗଣି ହେଉଥିବ ହାଡ଼ମାଳ ଦେହେ। ଆଜି ଦେଖୁନାହାନ୍ତି ଅନେକ ବଜାର ଜାଗାରେ, ଅନେକ ରାଷ୍ଟ୍ରରେ ବଜାର ଦର ହୋଇ ବଢ଼ିଛି। ତେଣୁ ଗଣି ହେଉଥିବ ହାଡ଼ମାଳ ଦେହେ, ଦୁର୍ଭିକ୍ଷ ପଡ଼ିଲେ ହାଡ଼ମାଳ ଖାଲି ଗଣି ହେଉଥିବ। ଆଉ ପ୍ରାଣ ଧରିଥିବ, ଯେହୁ ପ୍ରାଣ ଧରିଥିବେ ସେମାନେ କିଭଳି? ନା ସେହି ସମୟରେ ଆହେ ପାର୍ଥ ସାହୁ, ହୋଇନ ନଥିବେ କେହୁ। ଯେଉଁମାନେ ପ୍ରାଣ ଧରିଥିବେ, ବଞ୍ଚିକିରି ସେତେବେଳେ ଥିବେ, ତାଙ୍କ ଦେହରେ ହାଡ଼ମାଳ ସବୁ ଗଣି ହେଉଥିବ। ଏଭଳି ଦୁର୍ଭିକ୍ଷ ପରିସ୍ଥିତି ସଂସାରରେ ପଡ଼ିବ ଯେତେବେଳେ କ'ଣ ନା ପଞ୍ଚଗ୍ରହ ଏକ ରାଶିର ଉପରେ ବସତି କରିବେ ଯହୁଁ, ମହା ଦୁର୍ଭିକ୍ଷ ସେ କାଳରେ ପଡ଼ଇ ତୋତେ କହିଲି ଆଗୁଁ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ସୁଧୀୟାନୀ ମହାପୁରୁଷ ଅଚ୍ୟୁତ ଯାହାକୁ ଲେଖିଛନ୍ତି 64 ପଟଳର 73 ପୃଷ୍ଠାରେ, ସେଇ କଥାକୁ ଭଗବାନ କୃଷ୍ଣ ଦ୍ୱାପର ଯୁଗରେ କହିଛନ୍ତି, ହେ ଅର୍ଜୁନ ଅକାଳରେ ଫଳ ଫଳିବ ନିଶ୍ଚୟ, ଦୁଇ ଋତୁ ଏକତ୍ରରେ, ଦିଟା ଋତୁ ଗୋଟିଏ ସମୟରେ ଚାଲିବ। ଦିଟା ଋତୁ ଗୋଟିଏ ସମୟରେ ଯେତେବେଳେ ଚାଲିବ ନା, ଅକାଳରେ ଫଳ ପଡ଼ିବେ, ପଡ଼ିବେନି। ଯେଉଁ ଋତୁରେ ଯେଉଁ ଫଳ ଫଳିବା କଥା, ଆମ୍ବ ଯେଉଁ ଋତୁରେ ଫଳିବା କଥା, ସପୁରୀ ଯେଉଁ ଋତୁରେ ଫଳିବା କଥା ସେ ଋତୁ ଅଲଗା, ଆମ୍ବ ଯେଉଁ ଋତୁରେ ଫଳିବା କଥା ସେ ଋତୁ ଅଲଗା, ପଣସ ଯେଉଁ ଋତୁରେ ଫଳିବା କଥା ସେ ଋତୁ ସେ ଅଲଗା। ତେଣୁ ଦୁଇ ଋତୁ ଯେତେବେଳେ ଗୋଟିଏ ସମୟରେ ଚାଲିବେ ନା, ସେତେବେଳେ ଅକାଳରେ ଫଳ ଫଳିବା କିଛି ଅସମ୍ଭବ ନୁହେଁ। ଆଜି ଆପଣ ଦେଖୁଛନ୍ତି ଅକାଳରେ ଫଳ ଫଳୁନି, ମହାପୁରୁଷ ଲେଖିଛନ୍ତି ମାଳିକାରେ, ସେ ସମୟରେ ଆହୁରି ଆପଣ ଦେଖିବେ କ'ଣ ନା ବାଉଁଶ ଗଛରେ ଧାନ୍ୟ ଆରମ୍ଭିବେ, ଗବ ଗଛରେ ନଡ଼ିଆ, ଗବ ଗଛରେ ନଡ଼ିଆ ହେ ସୁଜନେ, ଗବ ଗଛରେ ନଡ଼ିଆ। ଆଉ ନ ବର୍ଷିବ ଏ ଇନ୍ଦ୍ର ରାଜନ, କୃଷି ହୋଇବ ପଡ଼ିଆ। ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି, ହେ ଶୁଣ ସୁଜନେ ଗୁଣି। ଅସମ୍ଭବ ଲାଗୁଥିଲେ ମଧ୍ୟ ଜ୍ଞାନୀ ଗୁଣୀ ମଣ୍ଡଳୀ ଆପଣ ଦେଖିବେ ସଂସାରରେ ଦେଖୁଛନ୍ତି ଘଟଣା ଘଟୁଛି ନାଇଁ। ତୁଳସୀ ଗଛରେ ଲଙ୍କା ଫଳୁଛି, ଟମାଟୋ ଗଛରେ ବାଇଗଣ ଫଳୁଛି। ଆଜି ହେଉନି ଦେଖନ୍ତୁ 600 ବର୍ଷ ତଳେ ଯେତେବେଳେ କାଗଜ କଲମ ନଥିଲା, ତାଳପତ୍ର ଲେଖନୀ ସାହାଯ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ମାଳିକା ଲେଖିଦେଇଥିଲେ, ଆଜି ଅକ୍ଷରେ ଅକ୍ଷରେ କେମିତି ସତ ହେଇଛି ଦେଖନ୍ତୁ। ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି କହିଲେ କ'ଣ ଅସମ୍ଭବ ସମ୍ଭବ ହେଇଛି, କ'ଣ ମାଳିକା ସତ ହେଇଛି ନା ବାଉଁଶ ଗଛରେ ଧାନ୍ୟ ଆରମ୍ଭିବେ, ଗବ ଗଛରେ ନଡ଼ିଆ। ବୋଲେ କଳିଯୁଗ ଶେଷ ସମୟରେ ତ ଦେଖେଇବ ରେ ଧାନ। ଦୁଇ ଋତୁ ଯେତେବେଳେ ଏକତ୍ରରେ ଚାଲିବେ, ଗୋଟିଏ ସମୟରେ ଚାଲିବେ ଦୁଇ ଋତୁ, ସେତେବେଳେ ଯେତେବେଳେ ପଞ୍ଚଗ୍ରହ ଗୋଟିଏ ରାଶିରେ ଏକତ୍ର ଗମନ କରିବେ, ଏକାଠି ହେବେ, ସେତେବେଳେ ବାଉଁଶ ଗଛରେ ଧାନ ଫଳିବ, ବାଉଁଶ ଗଛରେ ଧାନ ହେବ, ଆଉ ଗବ ଗଛରେ ନଡ଼ିଆ ହେବ। ଦେଖିବୁ ଏଇ ଘଟଣା ଘଟିବ ବୋଲି
600 ବର୍ଷ ତଳେ ମାଳିକାରେ ମହାପୁରୁଷ ଲେଖିଥିଲେ ଯେ ଆଉ ନ ବର୍ଷିବ ଏ ଇନ୍ଦ୍ରରାଜ ନ କୃଷି ହୋଇବ ବଢ଼ିଆ। ଏତିକି ବେଳେ ଇନ୍ଦ୍ର ଆଉ ବର୍ଷା କରିବେ ନାହିଁ, ଧୀରେ ଧୀରେ କୃଷି ସବୁ ବଢ଼ିଆ ହେବ। ମହାପୁରୁଷ କହୁଛନ୍ତି ମନସୁନ ଆସିଲେ ମଧ୍ୟ, ବର୍ଷା ଋତୁ ଆସିଲେ ମଧ୍ୟ ଏ 2-4 ଦିନ ବର୍ଷା ହେଇକି ପୁରା ଆଉ ବର୍ଷା ହେବନି। ଋତୁଚକ୍ର ପରିବର୍ତ୍ତନ ଫଳରେ ଗୋଟିଏ ଯେତେବେଳେ ଗୋଟିଏ ମହାପୁରୁଷ କହୁଛନ୍ତି ଏକ ଋତୁ 2ଟା ଋତୁ ଗୋଟିଏ ସମୟରେ ଯେତେବେଳେ ଚାଲିବେ ନା, ସେତେବେଳେ ଆପଣ ଦେଖିବେ ବର୍ଷା 4-5 ଦିନ ହେଇକି ପୁଣି ବର୍ଷା ଛାଡ଼ିଯିବ, ଆଉ ହେବନି। ମନସୁନ ଏଇଭଳି 4-5 ଦିନ ହେବ। ପୁଣି ମହାପୁରୁଷ କହିଲେ କୁକୁର ଗାଇବେ ଚତୁର୍ବେଦ ଛନ୍ଦ, ବଗ ପଢ଼ୁଥିବେ ଗୀତା, ବଗ ପଢ଼ୁଥିବେ ଗୀତା ହେ ସୁଜନେ, ବଗ ପଢ଼ୁଥିବେ ଗୀତା। କାଳେ ଜାଣିବୁ ବାରଙ୍ଗ ସୁନ୍ଦର, କଳିଙ୍କର ଯିବା କଥା ଶୁଣା। ସୁଜନେ ଗୁଣୀ ବେଳ କାଳ ଆସିଲାଣି ହେ ଶୁଣ, ସୁଜନେ ଗୁଣୀ। ଧନରେ ତୁ ଦେଖିବୁ ଆଉ କ'ଣ ଦେଖିବୁ? ଆକୁ ଲେଖିଛନ୍ତି କିଏ? ଯାହାକୁ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି 64 ପଟଳରେ। ସେଇ କଥାକୁ ମହାପୁରୁଷ ଶିଶୁ ଅନନ୍ତ ମାଳିକାର ନାମ ହେଲା ପଟ୍ଟାମଡ଼ାଣ। ମାଳିକାର ନାମ ପଟ୍ଟାମଡ଼ାଣ। ପଟ୍ଟାମଡ଼ାଣର ଶିଷ୍ୟ ବାରଙ୍ଗ ଆଗରେ କହୁଛନ୍ତି ହେ ବାରଙ୍ଗ, ସେତେବେଳେ ଦେଖିବୁ କୁକୁର ଗାଇବେ ଚତୁର୍ବେଦ ଛନ୍ଦ, ବଗ ପଢ଼ୁଥିବେ ଗୀତା। ଅସମ୍ଭବ ନୁହଁ? ଏ ଅସମ୍ଭବ। ଏ କଥା କ'ଣ ଗୀତା, ଭାଗବତ, ରାମାୟଣ, ମହାଭାରତରେ ଏ କଥା ଲେଖାଯାଇଛି ନା? ମାଳିକାରେ ଲେଖିଛନ୍ତି ମହାପୁରୁଷ ଶିଶୁ ଅନନ୍ତ। ଏ ସମୟରେ କୁକୁର ଗାଇବେ ଚତୁର୍ବେଦ ଛନ୍ଦ, ବଗ ପଢ଼ୁଥିବେ ଗୀତା। ଏକାଳେ ଜାଣିବୁ ବାରଙ୍ଗ ସୁନ୍ଦର, କଳିଙ୍କର ଯିବା କଥା। ଦେଖନ୍ତୁ କିଭଳି ମାଳିକାକୁ ଯେତେ ସରଳ ଭାଷାରେ ଆମେ ବୁଝିବା ପାଇଁ ଚେଷ୍ଟା କରୁଛୁ। ମାଳିକା ବଚନ ପ୍ରାର୍ଥନା ଚ୍ୟାନେଲ ମାଧ୍ୟମରେ ଏ ଜ୍ଞାନୀଗୁଣୀ ମଣ୍ଡଳୀ ଶୁଦ୍ଧିଜନୀ ଆପଣ ବୁଝି ଯାଉଥିବେ ଭଲ ଭାବରେ। କ'ଣ ନା କୁକୁର ଗାଇବେ ଯଦୁର୍ବେଦ ଛନ୍ଦ। ଇଏ ଅସମ୍ଭବ ନୁହଁ? କୁକୁର ପୁଣି ଯଦୁର୍ବେଦ, 4 ବେଦ, ଋଗ୍, ଯଜୁର୍, ଶ୍ୟାମ, ଅଥର୍ବ। ଏ 4 ବେଦକୁ ତ ସାଧାରଣ ମଣିଷ ଆଜି ପର୍ଯ୍ୟନ୍ତ ପଢ଼ି ନାହିଁ ନା। ଆମେ ମଣିଷମାନେ ଏବେ 4 ବେଦକୁ ଏପର୍ଯ୍ୟନ୍ତ ପଢ଼ି ନାହାନ୍ତି। ଯଦୁର୍ବେଦ ତାର ଶ୍ଲୋକ ସଂଖ୍ୟା କେତେ? ଯଦୁର୍ବେଦରେ କ'ଣ ଲେଖାଯାଇଛି? ସାମବେଦରେ କ'ଣ ଲେଖାଯାଇଛି? ଋଗ୍ବେଦରେ କ'ଣ ଲେଖା ଅଛି? ଅଥର୍ବବେଦରେ କ'ଣ କ'ଣ ଲେଖା ଅଛି? ଏ କଥାକୁ ତ ଆମେ ସାଧାରଣ ମଣିଷ ଜାଣିନାହାନ୍ତି ନା, ଆମେ ପଢ଼ି ନାହାନ୍ତି। କିନ୍ତୁ କୁକୁର ଅଚ୍ୟୁତାନନ୍ଦ ମହାପୁରୁଷ ଯାହା କହିଥିଲେ, ଶିଶୁ ଅନନ୍ତ ଲେଖିଲେ ପଟ୍ଟାମଡ଼ାଣରେ ଯେ ଦିନେ ସମୟ ଆସିବ ଯେତେବେଳେ ଗୋଟିଏ ରାଶିରେ 4-5ଟି ଗ୍ରହ ପ୍ରବେଶ କରିବେ, ସେତେବେଳେ ଦେଖିବ କ'ଣ ନା କୁକୁର ଗାଇବେ ଯଦୁର୍ବେଦ ଛନ୍ଦ। ଏକ ଋତୁ ଗୋଟିଏ ସମୟରେ 2ଟା ଋତୁ ଯେତେବେଳେ ଚାଲିବେ ନା, ସେ ସମୟରେ କୁକୁର ଗାଇବେ ଯଦୁର୍ବେଦ ଛନ୍ଦ, ବଗ ପଢ଼ୁଥିବେ ଗୀତା। କ'ଣ ୟାର ଅର୍ଥ ଆପଣ ଦେଖନ୍ତୁ। ଆଜି ଘରେ ଘରେ ଯେଉଁ ପ୍ରାଣୀମାନଙ୍କୁ ଆମେ ପୋଷୁଛେ, ସେ ବିଲେଇଟିଏ ହେଉ, ସେ କୁକୁରଟେ ହେଉ, ତାକୁ ମଧ୍ୟ ପ୍ରତିଯୋଗିତାକୁ ନେଇକି ଯାଉଛେ। କୁକୁରକୁ ଏମିତି ଟ୍ରେନିଂ ଆମେ ଦେଉଛେ। ଯେମିତି ସର୍କସରେ ବାଘକୁ, ଭାଲୁକୁ, ମାଙ୍କଡ଼କୁ ପୋଷା ବନେଇକରି ତାକୁ ଟ୍ରେନିଂ ଦିଆଯାଇକି, ଶିକ୍ଷା ଦିଆଯାଇକି ତାକୁ ଆଉ ଯେଇଠି ବସ, ଏମିତି ଚାଲେ, ବଲ୍ ଖେଳେ। ସେ ଭାଗଟେ ବଲ୍ ଖେଳୁଛି ବାଘମାନେ ସର୍କସରେ। ତ ସେଇଭଳି ପ୍ରାଣୀମାନଙ୍କୁ ଘରେ ପୋଷିବେ। କଳିଯୁଗରେ ଲୋକମାନେ ଯେଉଁ କୁକୁର ହେଉ, ବିଲେଇ ହେଉ, ପଶୁ ପକ୍ଷୀ ହେଉ, ତାକୁ ପୋଷିଥିବେ, ତାକୁ ମନେଇଥିବେ, ଟ୍ରେନିଂ ଦେଇଥିବେ। ତେଣୁ ମହାପୁରୁଷ କହୁଛନ୍ତି ସେ କୁକୁରମାନଙ୍କୁ ଟ୍ରେନିଂ ଦିଆଯାଉଛି କଥା କହିବା ପାଇଁ। ସେ କଥା କହୁଛି, ସେ କଥା କହୁଛି। ଦେଖନ୍ତୁ ମାଳିକା କେତେ ସତ। ପକ୍ଷୀମାନଙ୍କୁ ରଖିଛେ ଘରେ, ତାକୁ ମଧ୍ୟ ଟ୍ରେନିଂ ଦେଉଛି। ଦେଖିବେ ଆଜି ସୋସିଆଲ ମିଡ଼ିଆରେ ଶୁଆ ମଧ୍ୟ ଚା ମାଗୁଛି। ଗୋଟେ ଶୁଆଟେ ସେ ମୋତେ ଚା ମାଗୁଛି, ମୋତେ ଚା ଦିଅ ସକାଳୁ ମୁଁ ପିଇବି। ଇଏ କ'ଣ ପୋଷା ମନେଇ ଦିଆଯାଉଛି? ଏ କଥାକୁ ମହାପୁରୁଷ ଲେଖିଥିଲେ କି କୁକୁର ଗାଇବେ ଯଦୁର୍ବେଦ ଛନ୍ଦ, ବଗ ପଢ଼ୁଥିବେ ଗୀତା, ବଗ ପଢ଼ୁଥିବେ ଗୀତା ହେ ସୁଜନେ, ବଗ ପଢ଼ୁଥିବେ ଗୀତା। କାଳେ ଜାଣିବୁ ବାରଙ୍ଗ ସୁନ୍ଦର, କଳିଙ୍କର ଯିବା କଥା ଶୁଣା। ସୁଜନେ ଗୁଣୀ ବେଳ କାଳ ଆସିଲାଣି ହେ ଶୁଣ, ସୁଜନେ ଗୁଣୀ। ଆପଣ ଦେଖୁଛନ୍ତି ଗୋଟେ ଜାଗାରେ ଭାଗବତ ପାଠ ହେଉଛି, ସେଠି ମାଙ୍କଡ଼ ଯାଇକି ଗୋଟେ ବସୁଛି। ଆଶ୍ରମରେ ସେ ମଠରେ ମାଙ୍କଡ଼ ବସିକି ଭାଗବତ ଶୁଣୁଛି। ଦେଖନ୍ତୁ ଆଜିକାଲି ହେଉଛି ନାଇଁ? ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜୀ କି। କୁକୁର ମଧ୍ୟ ଦେଖନ୍ତୁ ପରିବା କରୁଛି। ବିଦେଶରେ ଆପଣ ଯିବେ,
ସେଠି ମଣିଷ କେହି ମଣିଷମାନେ ଯେଉଁ କୁକୁରକୁ ରଖୁଛନ୍ତି ବିଦେଶୀ ମାନେ ତାକୁ ସକାଳୁ ବ୍ୟାଗ୍ ଧରି ଦେଉଛନ୍ତି, ସେ ବ୍ୟାଗ୍ରେ ପଇସା ଦେଇ ଦେଉଛନ୍ତି, ଚିଠା ଗୋଟେ କାଗଜରେ ଲେଖି ଦେଉଛନ୍ତି, ଆଳୁ ଆଣିବୁ କେତେ, ବାଇଗଣ ଆଣିବୁ କେତେ, କଲରା କ'ଣ ଆଣିବୁ, କ'ଣ କ'ଣ ପରିବାପତ୍ର କେତେ ଆଣିବୁ, ସେ ଚିଠାଟି ବ୍ୟାଗ୍ରେ ରଖୁଛନ୍ତି। ସେ ଚିଠାକୁ ସେ ବ୍ୟାଗ୍ଟାକୁ ଧରୁଛି କୁକୁର ପାଟିରେ, ସେ ଯାଇକି ଯେଉଁ ପରିବା ଦୋକାନ ଯାଇକି ବୁଲୁଛି। ସେଠି ଯେତେବେଳେ ଯିଏ ପରିବା ବିକୁଛି ସେ ଦେଖୁଛି, ବ୍ୟାଗ୍ କାଢ଼ୁଛି, ପଇସା ନେଉଛି, ଚିଠା ଦେଖୁଛି, ଏତିକି ଏତିକି କିଲେ, ବାଇଗଣଟା 2 କିଲେ କି କଲରାଟା କିଲେ ଧରି ଦେଉଛି, ତା ଭିତରେ ପୋଦେଉଛି, କୁକୁର ଧରିକି ଚାଲିଲା। ନାଇଁ ଏସବୁ ଆଜି ସମ୍ଭବ ହେଲାଣି, ଅସମ୍ଭବ ଲାଗୁଥିଲେ ମଧ୍ୟ ଆଜି ସମ୍ଭବ ହେଲାଣି। ଆଉ ଏକାଳେ ଜାଣିବୁ ବାରଙ୍ଗ ସୁନ୍ଦର କଳିଙ୍କର ଯିବା କଥା। ଏ ଘଟଣା ଦେଖିଲେ ଜାଣିବୁ ରେ ବାରଙ୍ଗ, ଇଏ କଳି ଯୁଗ ଶେଷ ସମୟ ଆସିଗଲା, କଳି ଯୁଗ ସଂସାର ଚାଲିଯିବ। ମହାପୁରୁଷ କହିଛନ୍ତି ଏଇ କଥା। ଆଉ ସେ ସମୟରେ ଆଉ କ'ଣ ହେବ? ଆଗତ ଭବିଷ୍ୟାନ୍ତ ମାଳିକାରେ ଅଚ୍ୟୁତ ଲେଖିଲେ, କହିଲେ ଦୁଗ୍ଧ ଖାରଟି ଅତି ଲାଗିବ, ପୂର୍ବକୁ ଅଛି କହିବା, ପୂର୍ବକୁ ଅଛି କହିବା ହେ ସୁଜନେ, ପୂର୍ବକୁ ଅଛି କହିବା। ସାମନ୍ତୁ ସେବକ ହେବ ବଡ଼ ଲୋକ, ପ୍ରଚ୍ଛନେ କେତେ ବାଇବା, ଶୁଣା ସୁଜନେ ଗୁଣି ବେଳ କାଳ ଆସି ଲାଣି ହେ ଶୁଣ, ସୁଜନେ ଗୁଣି। ଏ ସମୟରେ ଦୁଗ୍ଧ ଖାରଟି ଅତି ହିଁ ଲାଗିବ, ପୂର୍ବକୁ ଅଛି କହିବା। ଏ ସମୟରେ ଦୁଗ୍ଧ କହିଲେ କ୍ଷୀର, କହନ୍ତିନି କ୍ଷୀରରେ ଖାର ପଡ଼େନି, କ୍ଷୀରରେ ଖାର ପଡ଼ିବା କଥା ନୁହେଁ, ଲୁଣ ପଡ଼ିବା କଥା ନୁହେଁ। କିନ୍ତୁ ଅଚ୍ୟୁତ ମହାପୁରୁଷ ମାଳିକାରେ ଲେଖିଲେ କଥା, ଆଗକୁ ଯେଉଁ କ୍ଷୀର ଗୁଡ଼ିକ ଆମେ ପିଇବା ନା, ଆଜି ଦେଖନ୍ତୁ ନ୍ୟାଚୁରାଲ ନୁହଁ, ବିଭିନ୍ନ ପ୍ରକାର କେମିକାଲ ଦ୍ୱାରା ଆଜି କ୍ଷୀର ପ୍ରସ୍ତୁତ କରାଯାଇକି ବଜାରକୁ ଛଡ଼ାଯାଉଛି ବିକ୍ରି କରିବା ପାଇଁ। ଆମେ ଗୋ କ୍ଷୀର ଯାହାକୁ ଅମୃତ ତୁଲ୍ୟ କୁହାଯାଏ, ମା କ୍ଷୀର ଯେତେବେଳେ ସନ୍ତାନ ପିଏ ସେ ହେଉଛି ଅମୃତ ତୁଲ୍ୟ। ଗୋଟିଏ ମା ଛୋଟ ପିଲାଟି ବଡ଼ ହେବା ଯାକେ ତାର ସ୍ତନରୁ କ୍ଷୀର ପାନ ଛୁଆକୁ କରାଏ ଅମୃତ ତୁଲ୍ୟ। କିନ୍ତୁ ଛୁଆଟି ଯେତେବେଳେ ବଡ଼ ହୁଏ ସେ ଆଉ ଗୋଟେ ମାର କ୍ଷୀର ଖାଏ, ସେ ହେଉଛି ଗୋ କ୍ଷୀର, ଗାଈର କ୍ଷୀର ଅମୃତ ତୁଲ୍ୟ। ଆଜି ଦେଖନ୍ତୁ ହେ ସୁଧୀଜନେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଯାହା ମାଳିକାରେ ମହାପୁରୁଷ ଲେଖିଛନ୍ତି ଦେଖନ୍ତୁ କେତେ ସତ। କହିଲେ ଆଜି ବିଭିନ୍ନ କେମିକାଲ ପ୍ରୟୋଗରେ ପ୍ରସ୍ତୁତ କରାଯାଉଛି, ବଜାରରେ ବିକ୍ରି ହେଉଛି ପାଉଚରେ କ୍ଷୀର। ନୁହେଁ ये क्षीरटी महापुरुष को यदि पीवा, ये क्षीर न तो अमृत नुह, ये विष तुल्य, ये विष सहित समान। तेणु अच्युत से मालिकार लिखिले, आगत भविष्यांत मालिकार कहले बाबू रे सेते बेले देखिब कौन हेब, लोक माने एभली चरित्र आसब, एभली चरित्र खराब हो, एभली विचार खराब हो, एभली नीतिगति खराब हो जे धर्म कर्म किछि मानिबे नाही, भल मंद किछि मानिबे नाही, बाछ विचार किछि करिबे नाही, खराब भल किछि विचार न करी पशुतुल्य भाव तांग भितर आसीबो, असुर भलिया आचरण करिवे। कौन ना मनुष्य को मारिबा बंचीबा नुह, मारिबे विष छाड़िबे संसार को, निजे लाभवान हेबा पई, निजे भलरे रहिया पई स्वार्थपर दुनिया रे मनुष्य अन्य को विष दब। सेइतिमे कहिले दुग्ध खारटी अति ही लागिबो, पूर्व को अछि कहिबा। आउ से समय सामंत सेवक हेब बड़ लोक, सामंत ठारू सेवक बड़ लोक से समय हेब। आज हेई नांती हेइचंती सामंत सेवक हेब बड़ लोक, प्रच्छने केते बाइबा केते बा कहिबा। सामंत ठारू सेवक बड़ लोक आज कली जुगरे काहाको पदे कहि परिबो ना, कहि परिबे नै बड़ लोक। आउ सेते बेले अति असंभव प्रस्ताव कहिबा, पुछिलो जेणो आंभ को, पुछिलो जेणो आंभ को हे सुजने, पुछिलो जेणो आंभ को। गुरु मनुष्यंक विरति होइब, थोकाए काल बेला को, सोना सुजने गुणी बेला काल आसी लाणी हे सुण, सुजने गुणी। महापुरुष कहउछन आगत भविष्यांत मालिकारे, कहले बाबू रे सेते बेले अति असंभव प्रस्ताव कहिबा, पुछिलो जेणु आंभ को। आउरी अति असंभव कथा मु कहूची राम रे, कौन से असंभव कथा ना कर्ण को दुख लगिले मध्य अप्रिय सत, शुणा को कष्ट हेले मध्य निराट सत्य,
ସତ କହିବା ଯେତିକି କଷ୍ଟକର ସତକୁ ଶୁଣିକି ହଜମ କରିବା ସେତିକି କଷ୍ଟକର କଥା। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନି ମହାପୁରୁଷ ଲେଖିଛନ୍ତି ଏଭଳି ଘଟଣା ଆପଣ ଦେଖିବେ। କ'ଣ ନା ଗୁରୁ ମନୁଷ୍ୟଙ୍କ ପିରତି ହୋଇବ ଥୋକାଏ କାଳ ବେଳକୁ। ବୋଲେ ସେ ସମୟରେ ଗୁରୁ ମନୁଷ୍ୟଙ୍କ ଭିତରେ ପ୍ରୀତି ହେବ। ଅସମ୍ଭବ ଲାଗୁଥିଲେ ମଧ୍ୟ ଏ ନିରାଟ ସତ୍ୟ ଆଜି ହେଇଛି। ଏ ଘଟଣା ଘଟିବା ଆଉ ବାକି ନାହିଁ। ଏ ଘଟଣା ଆପଣ ଅନେକ ଶୁଣିବେଣି ଘଟୁଛି ବୋଲି ଅନେକ ଜାଗାରେ ଦେଖିବେଣି ମଧ୍ୟ ଅନେକ ସ୍ଥାନରେ ଘଟୁଛି। ଗୁରୁ ସହିତ ମନୁଷ୍ୟ ପ୍ରୀତି କରୁଛି ହେଇନି ମହାପାପ। ଆଉ ସେ ପାପର ପ୍ରାୟଶ୍ଚିତ ପାଇଁ ଆଗରୁ ଆପଣ ଜାଣିଥିବେ 100 ବର୍ଷ ତଳକୁ 200 ବର୍ଷ ତଳକୁ ଯାଆନ୍ତୁ। ପୂର୍ବପୁରୁଷ ମାନେ ଯଦି କୌଣସି ଜାଗାରେ କୌଣସି ଗାଁରେ କୌଣସି ବ୍ୟକ୍ତି ଏଭଳି କୁକର୍ମ କରୁଥିଲା, ଏଭଳି ହୀନ କାର୍ଯ୍ୟ ପାପ କାର୍ଯ୍ୟ କରୁଥିଲା, ତା ପାଇଁ ତାକୁ ପ୍ରାୟଶ୍ଚିତ ହେବାକୁ ପଡ଼ୁଥିଲା। ନଣ୍ଡା ହେଉଥିଲା। ସାଇ ଭାଇରେ ସେ ସ୍ୱୀକାର କରୁଥିଲା ମୁଁ ଏଭଳି କୁକର୍ମ ପାପ କରିଛି ଏବଂ ତା ପ୍ରାୟଶ୍ଚିତ ପାଇଁ ଗାଁ ଲୋକ ରଖେଇ ଖାଇବାକୁ ଦେଉଥିଲା। କିନ୍ତୁ ମହାପୁରୁଷ କହିଲେ ଏଇ କଥା ଆଜିର ଦୁନିଆରେ ଗୁରୁ ମନୁଷ୍ୟଙ୍କ ପିରତି। ମହାପୁରୁଷ କହିଛନ୍ତି ଦେଖନ୍ତୁ ହେଉଛି ହଉନି। ଗୁରୁ ମନୁଷ୍ୟଙ୍କ ପିରତି ହୋଇବ ଥୋକାଏ କାଳ ବେଳାକୁ। ଏ ପ୍ରତିକାର ଖାତିର ଅଛି ନା। ଦେଖନ୍ତୁ କୁଆଡ଼େ ଆମେ ଗଲେଣି, ଆମର ନୀତି ଗତି କୁଆଡ଼େ ଗଲାଣି। କେତେ ହୀନ କାର୍ଯ୍ୟ ପଶୁ କାର୍ଯ୍ୟ ଆମେ କରୁଛେ। କେତେବେଳେ ମହାପୁରୁଷ କହିଲେ ଏଇ ସମୟରେ ଦେଖିବ ଯେତେବେଳେ ଏକ ରାଶିରେ 5ଟି ଗ୍ରହ ଯେତେବେଳେ ଗତି କରିବେ, ଦୁର୍ଭିକ୍ଷ ପଡ଼ିବ, ଏଭଳି ଅସମ୍ଭବ ଦେଖାଦେବ। ଧାନ ଗଛରେ ଅମୁକି ଫଳିବ, ବାଉଁଶ ଗଛରେ ଅମୁକି ଫଳିବ, ଗବ ଗଛରେ ନଡ଼ିଆ ପଡ଼ିବ, ଏଭଳି ଅସମ୍ଭବ ହେବ। ମନୁଷ୍ୟରେ ପ୍ରୀତି ହେବ। ଆଉ ସ୍ତ୍ରୀ ଏକ ସ୍ତ୍ରୀ ରମଣ କରିବେ, ମମତା ଭାବ ବହିଣ ନାରୀ ନାରୀ ଭିତରେ ସମ୍ପର୍କ ହେବ। ଦେଖିବ ସେତେବେଳେ। ତେଣୁ ହେ ସୁଧୀ ଜାନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ତ ସମୟ ହେଇଛି, ତ ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। ପୁଣି ଆସନ୍ତା ଅଧ୍ୟାୟରେ ଆମେ ପୁଣି ଅନ୍ୟ ବିଷୟ ଆଲୋଚନା କରିବା। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ, ଓମ୍ ନମୋ ଭଗବତେ ବାସୁଦେବାୟ, ଓମ୍ ନମୋ ଭଗବତେ ପୁରୁଷୋତ୍ତମାୟ। ସୁଧୀ ଜାନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରିଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।